30 ବର୍ଷ ପରେ ଗୁରୁଙ୍କ ରାଶିରେ ଶନିଙ୍କ ଗୋଚର। 3 ରାଶିର ବଦଳିବ ଭାଗ୍ୟ, ହେବ ଟଙ୍କାର ବର୍ଷା। ସମ୍ପୂର୍ଣ୍ଣ ନ୍ୟୁଜ୍ ଶୁଣିବା ପାଇଁ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଏମିତି ନ୍ୟୁଜ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ଶନିଦେବ ଆସନ୍ତା ମାର୍ଚ୍ଚ 29ରେ କୁମ୍ଭ ରାଶିରୁ ବାହାରି ଗୁରୁ ବୃହସ୍ପତିଙ୍କ ରାଶି ମୀନରେ ପ୍ରବେଶ କରିବାକୁ ଯାଉଛନ୍ତି। ଗୁରୁ ବୃହସ୍ପତିଙ୍କର ମୀନ ରାଶି ଉପରେ ସାମାନ୍ୟ ପ୍ରାଧାନ୍ୟ ରହିଛି। ତେଣୁ ବୃହସ୍ପତିର ରାଶି ଚିହ୍ନରେ ଶନିଙ୍କ ଗୋଚର କେତେକ ରାଶିର ଲୋକମାନଙ୍କ ପାଇଁ ସକାରାତ୍ମକ ପ୍ରଭାବ ପକାଇପାରେ। 3 ରାଶିର ଲୋକ ଶନିଙ୍କ ଗୋଚର ଦ୍ୱାରା ପ୍ରଭାବିତ ହେବାକୁ ଯାଉଛନ୍ତି। ସେମାନଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଅପ୍ରତ୍ୟାଶିତ ଅଗ୍ରଗତି ହୋଇପାରେ। ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ବୃଷ ରାଶି। ଏହି ରାଶିର ଲୋକମାନେ ଶନିଦେବଙ୍କ ରାଶି ପରିବର୍ତ୍ତନରୁ ଅନେକ ଲାଭ ପାଇପାରିବେ। ବ୍ୟକ୍ତିର ଆୟରେ ଏକ ଅପ୍ରତ୍ୟାଶିତ ବୃଦ୍ଧି ହୋଇପାରେ। ଚାକିରିରେ ବିଚାରାଧୀନ କାର୍ଯ୍ୟ ମଧ୍ୟ ସମାପ୍ତ ହେବ। ବ୍ୟବସାୟୀମାନେ ବଡ଼ ଲାଭ ମିଳିବ। ବୃଷ ରାଶିର ବ୍ୟକ୍ତି ହଠାତ୍ ସଫଳତା ହାସଲ କରିପାରନ୍ତି ଏବଂ ଆୟ ବୃଦ୍ଧି ପାଇଁ ଅନେକ ସୁଯୋଗ ପାଇପାରିବେ। ମନରେ ଖୁସି ପରିପୂର୍ଣ୍ଣ ରହିବ। ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ବୈବାହିକ ଜୀବନ ସୁଖମୟ ହେବ। ତୁଳା ରାଶି। ଶନିଦେବଙ୍କ ଗୋଚର ତୁଳା ରାଶି ପାଇଁ ଶୁଭ ବୋଲି ପ୍ରମାଣିତ ହୋଇପାରେ। ଏହି ରାଶିର ଲୋକମାନେ କୋର୍ଟ ମାମଲାରେ ସଫଳତା ପାଇପାରନ୍ତି। ନିଯୁକ୍ତ ବ୍ୟକ୍ତି ପଦୋନ୍ନତି ହୋଇପାରନ୍ତି। ଏହି ରାଶିର ଲୋକମାନେ ପିଲାଙ୍କ ପକ୍ଷରୁ ଭଲ ଖବର ପାଇପାରନ୍ତି। ଧନ ବୃଦ୍ଧି ହୋଇପାରେ। ମକର ରାଶି। ମକର ରାଶିର ଲୋକମାନେ ଶନିଙ୍କ ଗମନାଗମନରୁ ବିଶେଷ ଲାଭ ପାଇବାକୁ ଯାଉଛନ୍ତି। ରାଶିର ଏହି ପରିବର୍ତ୍ତନ ସହିତ ବ୍ୟକ୍ତିର ସାହସ ଏବଂ ଶକ୍ତି ବଢ଼ିପାରେ। ହଠାତ୍ ଟଙ୍କା ରୋଜଗାର କରିବାର ସମ୍ଭାବନା ରହିଛି। ମକର ରାଶିର ଲୋକମାନେ ସେମାନଙ୍କର ବିଚାରାଧୀନ ଟଙ୍କା ଫେରସ୍ତ ପାଇପାରିବେ। ଚାକିରି ଏବଂ ବ୍ୟବସାୟରେ ଲାଭ ସମ୍ଭାବନା ରହିଛି। ଟଙ୍କା ରୋଜଗାର କରିବାର ଅନେକ ସୁଯୋଗ ରହିଛି। ଦାମ୍ପତ୍ୟ ଜୀବନ ଶାନ୍ତି ରହିବ।